ବନ୍ଦେ ମାତରମ୍ କେବଳ ଦୁଇଟି ଶବ୍ଦ ନୁହେଁ, ଏହା ସ୍ୱତନ୍ତ୍ରତା ସଂଗ୍ରାମ ସମୟରେ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଅନୁରଣିତ ହେଉଥିବା ସ୍ୱର। ଦେଶବାସୀଙ୍କ ମନରେ ଜାତୀୟତା ବୋଧ, ଦେଶପ୍ରେମ ଓ ଏକତାର ଭାବନା ଜାଗ୍ରତ କରିଥିଲା ଏହି ଗୀତ। ମହାନ ବଙ୍ଗୀୟ ସାହିତ୍ୟିକ ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କ ରଚିତ ବନ୍ଦେ ମାତରମ୍ ଆଜି ପୂରଣ କରିଛି 150 ବର୍ଷର ଐତିହାସିକ ଯାତ୍ରା। ମାତୃଭୂମି ପ୍ରତି ଅସୀମ ଭକ୍ତି ଓ ଦେଶ ପାଇଁ ତ୍ୟାଗର ବାର୍ତ୍ତା ନେଇ ଏହା ଲକ୍ଷ ଲକ୍ଷ ଭାରତୀୟଙ୍କୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେବା ପାଇଁ ପ୍ରେରଣା ଯୋଗାଇଥିଲା। ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଇଂରେଜ ଶାସନ ବିରୋଧରେ ପ୍ରତିରୋଧର ସ୍ୱର ଧୀରେ ଧୀରେ ଶକ୍ତିଶାଳୀ ହେବାକୁ ଲାଗିଲା। ସ୍ୱାଧୀନତା ସଂଗ୍ରାମୀମାନେ ବ୍ରିଟିଶ ସରକାରଙ୍କ ଔପନିବେଶିକ ଗୀତକୁ ଗ୍ରହଣ କରିବାକୁ ସ୍ପଷ୍ଟ ମନା କରିଦେଇଥିଲେ। ସେହି ସମୟରେ ବନ୍ଦେ ମାତରମ୍ ଦେଶବାସୀଙ୍କ ପାଇଁ ପାଲଟିଥିଲା ପ୍ରେରଣାର ମନ୍ତ୍ର। ବଙ୍କିମଚନ୍ଦ୍ରଙ୍କ ପ୍ରସିଦ୍ଧ ଉପନ୍ୟାସ ଆନନ୍ଦ ମଠର ଅଂଶ ଭାବେ ଏହି ଗୀତ ସ୍ୱତନ୍ତ୍ରତା ସେନାନୀଙ୍କ ମନରେ ବିପ୍ଳବର ବୀଜ ବପନ କରିଥିଲା। ସ୍ୱାଧୀନତା ଆନ୍ଦୋଳନ ସମୟରେ ସ୍ୱାଧୀନତା ସଂଗ୍ରାମୀଙ୍କ କଣ୍ଠରେ ଗୁଞ୍ଜରିତ ହୋଇଥିଲା ବନ୍ଦେ ମାତରମ୍। ଏହି ଦୁଇଟି ଶବ୍ଦ ଭାରତୀୟଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିବା ସହ ଇଂରେଜ ଶାସନ ବିରୋଧରେ ଲଢ଼ିବାକୁ ଯୋଗାଇଥିଲା ଅଫୁରନ୍ତ ଉତ୍ସାହ। ସ୍ୱାଧୀନତାର ଭାରତରେ ମଧ୍ୟ ବନ୍ଦେ ମାତରମ୍ର ଗୁରୁତ୍ୱ ଓ ଲୋକପ୍ରିୟତା ଅତୁଟ ରହିଛି। 15 ଅଗଷ୍ଟ 1947ରେ ଓମକାରନାଥ ଠାକୁର ଏହି ସଙ୍ଗୀତ ଗାନ କରି ବହୁ ପ୍ରତୀକ୍ଷିତ ସ୍ୱାଧୀନତା ହାସଲକୁ ସ୍ୱାଗତ କରିଥିଲେ। ପରେ ଏହା ବିଭିନ୍ନ ଭାରତୀୟ ଭାଷାରେ ଅନୁଦିତ ଓ ପରିବେଶିତ ହୋଇଛି। ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକର ଓ ପଣ୍ଡିତ ଭୀମସେନ ଯୋଶୀଙ୍କ ଭଳି ବିଶିଷ୍ଟ କଳାକାର ମଧ୍ୟ ଏହି ଗୀତକୁ ଗାନ କରି ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି। ଆଜି ବନ୍ଦେ ମାତରମ୍ କେବଳ ଏକ ଜାତୀୟ ଗୀତ ନୁହେଁ, ବରଂ ଭାରତର ଏକତା, ଅଖଣ୍ଡତା ଓ ମାତୃଭୂମି ପ୍ରତି ଅସୀମ ପ୍ରେମର ଏକ ଅମର ପ୍ରତୀକ।